ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଆସନ୍ତାକାଲିଠୁ ତାତିର ବ୍ରେକ୍ 10 ଯାଏଁ ପ୍ରବଳ ବର୍ଷା। ତେବେ କ'ଣ ରହିଛି ଖବର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଅଞ୍ଚଳରେ ବର୍ଷାର ପରିମାଣ କେଉଁ ଭାବରେ ରହିବ ତାର ସଠିକ୍ ସୂଚନା ପାଇପାରିବେ ଚ୍ୟାନେଲ ମାଧ୍ୟମରେ। ତା ପୂର୍ବରୁ ଭିଡ଼ିଓଟି ଲାଇକ୍ କରନ୍ତୁ। ଚ୍ୟାନେଲ ନୂଆ ଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଏଭଳି ଲାଟେଷ୍ଟ ପାଣିପାଗ ସୂଚନା ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଚାଲନ୍ତୁ ଲେଟ୍ ନକରି ଖବର ଉପରେ ନଜର ପକାଇବା। ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଦୀର୍ଘ ଦିନର ଅସହ୍ୟ ଗରମର ଯନ୍ତ୍ରଣା ପରେ ଅଗ୍ନିବର୍ଷାର ରକ୍ଷା ମିଳିବାକୁ ଯାଉଛି। ଆସନ୍ତା 6 ତାରିଖରୁ ସାରା ରାଜ୍ୟରେ ତାତି ଓ ଗ୍ରୀଷ୍ମ ପ୍ରଭାବକୁ ଆଶ୍ୱସ୍ତି ମିଳିବ, କିନ୍ତୁ ଉପକୂଳରେ 4 ତାରିଖରୁ ତାତି ଖସିଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିଲା। ମେ 6ରୁ 10 ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ହେବ। ଅନେକ ସ୍ଥାନରେ ତାତି 6 ଡିଗ୍ରୀ କମିବା ଯୋଗୁଁ ତାପମାତ୍ରା ସ୍ୱାଭାବିକ ରହିବ। କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ତାପମାତ୍ରା ରହିପାରେ। ଏହିଭଳି ଲାଟେଷ୍ଟ ପାଣିପାଗ ସୂଚନା ପାଇବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ରୁହନ୍ତୁ। ଯଦି ଚ୍ୟାନେଲରେ ନୂଆ ଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଏଭଳି ଗୁରୁତ୍ୱପୂର୍ଣ୍ଣ ପାଣିପାଗ ସୂଚନା ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ବ୍ୟୁରୋ ରିପୋର୍ଟ, ସାବଧାନ ଟିଭି।